ମୋ ମାମାନଙ୍କୁ ମୋର ନମସ୍କାର। ମୁଁ ଆପଣମାନଙ୍କର ଗୀତା। ଆଜି ଆଉ ଗୋଟେ ନୂଆ ରେସିପି ନେଇକି ମୁଁ ଆପଣମାନଙ୍କୁ ପହଞ୍ଚି ଯାଇଛି। ଆଜି ମୁଁ ଯୋଉ ରେସିପି କରିବି ସେଇଟା ମୋର ବି ପ୍ରିୟ ଆଉ ଆପଣମାନଙ୍କର ବି ପ୍ରିୟ। ଏଇଟା ଆମ ଗାଁର ରେସିପି, ଆମ ଓଡ଼ିଶାର ରେସିପି। ଆଉ ଛୋଟ ଛୋଟ ପିଲାମାନେ ବି ଖାଇବାକୁ ବହୁତ ଭଲ ପାଆନ୍ତି। ସ୍ପେଶାଲି ମୁଁ ବି ବହୁତ ଭଲ ପାଏ। ସେଇଥିପାଇଁ ଆଜି ଏଇ ରେସିପି ମୁଁ ଆପଣମାନଙ୍କୁ ସବୁ ବନେଇବି। ଏଇ ରେସିପି ହେଉଛି ଆମ ଗାଁର ଆଳୁଦମ। ଏଇ ଆଳୁଦମ ବନେଇବା। ଏବେ ସେ ଆଳୁଦମ ବନେଇବି, ଚାଲନ୍ତୁ ଦେଖିବା କେମିତି ସେ ଆଳୁଦମ ବନେଇବା। ଆଉ ସେ ଆଳୁଦମ ସତରେ ଭୁଜା, ଭାତ, ପଖାଳ ସବୁଥିରେ ଖାଇବାକୁ ବହୁତ ଭଲ ଲାଗେ। ସେଇଥିପାଇଁ ମୁଁ ସେଇ ରେସିପିଟି ଆପଣମାନଙ୍କୁ ନେଇ ଆସିଛି। ଯଦି ଆପଣମାନେ ଭିଡ଼ିଓଟାକୁ ଶେଷ ଯାଏ ଦେଖିବେ ତେବେ ଜାଣିପାରିବେ ଭିଡ଼ିଓଟି ଭଲ କି ଖରାପ। ଆଉ ସତରେ ମୁଁ ଭିଡ଼ିଓ ବନେଇ ଜାଣିନି, ଯାହା ଜାଣେ ଯେମିତି ଜାଣେ ସେମିତି ଆପଣମାନଙ୍କ ଏଇ ଭିଡ଼ିଓ ବନାଏ। ଆଉ ତ ମତେ ନିଶ୍ଚିତ ଭାବରେ ମୋ ଭିଡ଼ିଓଟାକୁ ସେ ଦେଖିବେ। ଆଉ ମୁଁ କେମିତି ସେ ଭିଡ଼ିଓ ଯେମିତି ନୂଆ କିଛି କରିପାରିବି, ଭଲ ଭଲ ରୋଷେଇ କରିପାରିବି ଆପଣମାନଙ୍କ ପାଇଁ। ସେଥିପାଇଁ ମତେ ଟିକେ ସାହସ ଦେବେ ଆଉ କମେଣ୍ଟ ମାଧ୍ୟମରେ କହିବେ। ନିଶ୍ଚିତ ଭାବରେ ମତେ ଯଦି ମୋ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗୁଥିବ ତାହେଲେ ନିଶ୍ଚିତ ଭାବରେ ଗୋଟେ ସବସ୍କ୍ରାଇବ ଲାଇକ୍ ନିଶ୍ଚିତ କରିବେ। ଏବେ ଚାଲନ୍ତୁ ଭିଡ଼ିଓ ବନେଇବା। ଏଇଠି ଦେଖନ୍ତୁ ଆଳୁ, ଏସବୁ ସିଝା ଆଳୁ। ଆଉ ଏବେ କଢ଼ାରେ ତେଲ ଆମର ଯେତିକି ଦରକାର ସେତିକି ଦେଇଦେବା। ଏତେ ଅଧିକା ତେଲ ଦେବା କାରଣ ଏଇଟା ଅଧିକା ଆଳୁଦମ ବନା ହେଉଛି, ତ ଅଧିକା ତେଲ ଦେବା। ଆଉ ଏଇଠି ଦେଖନ୍ତୁ ମୁଁ ତେଲ ଦେଇ ଦେଇଛି। ଏ ତେଲରେ ଅଳ୍ପ କିନା ଚିନି ଦେଇଦେବା। ଚିନି ଦେବା କାରଣ ନା ଚିନି ଦେଲେ ଆମର ତରକାରୀଟା ସ୍ୱାଦ ବି ଟେଷ୍ଟ ଲାଗିଥାଏ। ଆଉ ମାନେ ଆମ ତରକାରୀର କଲର୍ ବି ଭଲ ଆସିଥାଏ। ଆଉ ଚିନି ଏଠି ଦେଖୁଥିବେ ଫୁଟି ଆସୁଛି, ତ ସେଥିରେ ଗୋଳେଇଦେବା। ଆଉ ତାପରେ ଶୁଖିଲା ମସଲା ଦେଇଦେବା। ଏଇ ଶୁଖିଲା ମସଲା ଦେଖୁଥିବେ, ଶୁଖିଲା ମସଲାରେ ହେଉଛି ଅଳେଇଚ, ଗୁଜୁରାତି, ଲବଙ୍ଗ, ଆଉ ହେଉଛି ଆମର ଯେଉଁ ଡାଲଚିନି ମିଠା କାଠ ତାକୁ ଛୋଟ ଛୋଟ କରି କାଟିକି ଏଥିରେ ଦିଆହେଇଛି। ତ ସେଇ ଶୁଖିଲା ମସଲା ୟାକୁ ଦେଇଦେବା। ୟାକୁ ବି ଟିକେ ଭଲ ଭାବରେ ପକାଇଦେବା, କାରଣ ଟିକେ ଭଲ ଭାବରେ ଫୁଟିଲେ ୟାର ବାସ୍ନାଟା ପୁରା ବଢ଼ିଆ ଚାରିଆଡ଼େ ମିଶିଯାଏ। ତ ସେଇଥିପାଇଁ ଏଠି ସବୁ ଶୁଖିଲା ମସଲା ଦେଇ ଦିଆହେଇଛି ତେଲରେ। ଆଉ ଦେବା ପରେ ଏଠି ଆମର ଚିନି ବି ହେଇସାରିଛି। ଏଥିରେ କାଟିକି ରଖିଥିବା ପିଆଜ, ଏ ପିଆଜକୁ ଆମେ ଏଥିରେ ଦେଇଦେବା। କେତେ ପିଆଜ ଏଠି ଦିଆହେଇଛି କାରଣ ବେଶିକା ଆମର ଆଳୁଦମ ହେଉଛି, ତ ବେଶିକା ମସଲା ବି ଦିଆହେଉଛି। ତ ସେଇ ଯୋଗୁଁ ପିଆଜ ବି ଆମେ ଏଠି ଅଧିକା ନେଇଛେ। ଆଉ ଆପଣ ଚାହିଁଲେ କମ୍ ଆଳୁଦମ ବନେଇବେ ତ କମ୍ ପିଆଜ ବି ନେବେ। ଏଠି ଆମର ପିଆଜ କେଜିଏ ପିଆଜଠୁ ଟିକେ କମ୍ ଆମେ ନେଇଛେ। ଆଉ ଏଇଠି ଦେଖୁଥିବେ ପିଆଜ ଆମର ଭଲ ଭାବରେ ପୁରା ଲାଲ କରି ହେବା ପାଇଁ ଛାଡ଼ିଦେବା, କାରଣ ଆଳୁଦମରେ ଯେତେ ମସଲାଟା ଭଲରେ କଷିବ ନା ତରକାରୀ ଆମର ବହୁତ ଭଲ ହୋଇଥାଏ। ତ ସେଇଥିପାଇଁ ଏଇଠି ପିଆଜ ଦେଖୁଥିବେ ପିଆଜ ପୁରା ଲାଲ ହେଇଗଲାନି। ପିଆଜ କଞ୍ଚାଟା ବାସ୍ନା ପଳେଇଲାନି। ତ ଆଉ ଟିକେ ସମୟ ପିଆଜକୁ ଆମେ ଆଉ ଟିକେ ତେଲରେ ନାଡ଼ିବା। ସେଥିରେ ପିଆଜରେ ଯେତିକି ଲୁଣ ଦରକାର ସେଇ ଲୁଣ ବି ଏଇଠି ଦେଇଦେବି। ଯେତିକି ଆମର ଲୁଣ ଦରକାର ସେଇଠି ଆମେ ଦେଇଦେବା। ତାପରେ ଆମର ଲୁଣ ଦେଇ ସାରିଲା ପରେ ଆମେ ପିଆଜକୁ ଆଉ ଟିକେ ସମୟ ଏଇଠି ହେବା ପାଇଁ ଛାଡ଼ିଦେବା। ଏଇଠି ଦେଖୁଥିବେ ପିଆଜଟା କେମିତି ଆମର ହେଇଛି। ଆଉ ପିଆଜର ଗୋଟେ ବାସ୍ନା, ଯେତେବେଳେ ଆମେ ସବୁ ଗୁଣ୍ଡ ମସଲା ଆଉ ସେ ଗୁଣ୍ଡ ମସଲା ତ ଏଇଠି ଦେଇଦେବା। ସେଇ ଗୁଣ୍ଡ ମସଲାକୁ ପାଣିରେ ଆମେ ଦେବା, ତା'ର କଲର୍ ଗୋଟେ ବହୁତ ଭଲ ଆସିଥାଏ। ଏଇଠି ପାଣିରେ ଗୁଣ୍ଡ ମସଲା ମାନେ ପାଣି ନେଇଛେ, ଏଇଠି ଲଙ୍କା ଗୁଣ୍ଡ ଅଧିକା ପୁରା ଲଙ୍କା ଗୁଣ୍ଡ ଦିଆଯାଇଛି, ତରକାରୀଟା ଆମର ଅଧିକା। ଏଇଠି ତାପରେ ହଳଦୀ ଗୁଣ୍ଡ, ୟାକୁ ଆମେ ପୁରା ପାଣି କରିଦେବା। ଯେତିକି ଆମର ଏଠି ଦେଖୁଥିବେ ହଳଦୀ ଗୁଣ୍ଡ ଦରକାର ଆମେ ସେତିକି, ଆମର ଯେତିକି ଲାଗିବ ସେତିକି ଦେବା। ଆପଣମାନଙ୍କର ଯେତିକି ଦରକାର ସ୍ୱାଦ ଅନୁସାରେ ଆପଣମାନେ ସେତିକି ଦେବେ। ତାପରେ ଏଠି ହଳଦୀ ଲୁଣକୁ ଏଠି ଭଲ ଭାବରେ ଗୋଳେଇଦେବା, ଯେମିତି ପୁରା ଦୁଇଟା ଯାକ ପୁରା ଭଲ ଭାବରେ ମିଶିଯିବ। ସେ ପର୍ଯ୍ୟନ୍ତ ୟାକୁ ଭଲ ଭାବରେ ଏମିତି ଚଟୁ ସାହାଯ୍ୟରେ ଗୋଳେଇ ନେବା। ଆଉ ଗୋଳେଇ ସାରିଲା ପରେ ଏପଟେ ଦେଖୁଥିବେ ପିଆଜ ତ ହେଇସାରିଛି। ଏବେ ଯେଉଁ ବାଟିକି ଅଦା ରସୁଣ ବଟା ଏକା ସହିତ ବାଟା ହେଇଛି, ଶିଳରେ ବାଟା ହେଇଛି। ଫେର ୟାକୁ ଏତେ ଜଣଙ୍କର ରୋଷେଇ, ପୁଣି ସେଥିରେ ଶିଳରେ ବଟା ମସଲା ତରକାରୀ, ତାହେଲେ ସତରେ ଭାବୁଥିବେ କେତେ ସୁନ୍ଦର ହେଇଥିବ। ତ ସେଇଥିପାଇଁ ଏଇଟା ବାଟା ମସଲା, ଆଉ ଏଇ ବଟା ମସଲା ବି ଅଦା ରସୁଣ ୟାକୁ ଦେଇଦେବା। ଭଲ ଭାବରେ ପୁରା ୟାକୁ କଷି ନେବା ଯେ ପର୍ଯ୍ୟନ୍ତ ତା'ର ଅଦା ରସୁଣର ବାସ୍ନା ଗନ୍ଧ ନ ଯାଇଛି। ତ ସେତି ପର୍ଯ୍ୟନ୍ତ ଆମେ ୟାକୁ କଷିବା ଭଲ ଭାବରେ। ଏଇଠି ଦେଖୁଥିବେ ଭଲ ଭାବରେ କଷିବା। ଆଉ ସେଇଠି ଆମର ଟମାଟୋ ବି ନେଇଛେ, ତାକୁ ଦେଇଦେବା। ଟମାଟୋ ଏଇଠି
ଏ ଟମାଟୋ ମୁଁ ଗୋଟେ ଟମାଟୋ ନେଇଛି, ଆଉ ଆପଣ ଚାହିଁଲେ ଅଧିକା ଟମାଟୋ ନେଇପାରିବେ। ଆଉ ଟମାଟୋଟା ଦେଇଦେଲା ପରେ ୟାକୁ ଭଲ ଭାବରେ ଏମିତି ନାଡ଼ିବା ଅଦା ରସୁଣ ସହିତ। ଆଉ ସତରେ ଏ ତରକାରୀ ଆପଣମାନେ ନିଶ୍ଚିତ ଭାବରେ ବନେଇବେ ଥରେ। କହିବେ ଗାଁରେ ତ ସମସ୍ତେ ଜାଣିଛନ୍ତି ଏମିତି ତରକାରୀ, ସହରରେ ବି ଆଜିକାଲି ସମସ୍ତେ ଜାଣିଛନ୍ତି। ଆଉ ତଥାପି ମୁଁ ବନେଇଛି, ଆପଣମାନେ ବି ବନେଇବେ, କିଛି ଅସୁବିଧା ନାହିଁ। କାରଣ ଏଇ ତରକାରୀ ଭୁଜାରେ ତ ଖାଇବାକୁ ବହୁତ ଭଲ ଲାଗେ। ଏ ତରକାରୀ ଆଜି ରେସିପି ହେଉଛି କେବଳ ଭୁଜା ପାଇଁ, ଭୁଜା ଖାଇବା ପାଇଁ। ଆଉ ଏଇଠି ମୁଁ ମେଥି ପତ୍ରା ଯାହା ଦରକାର ସେତିକି ବି ମେଥି ପତ୍ରା ଦେଇଦେବି, ଆମର ଯାହା ଲାଗିବା ଦରକାର। ଆଉ ଏଇଠି ମେଥି ପତ୍ର ଦେଇ ସାରିଲା ପରେ ତାକୁ ଟିକେ ଭଲ ଭାବରେ କଷି ନେବା। ତେଲରେ ମେଥି ପତ୍ର ଦେଲେ ତାର ଗୋଟେ ବାସ୍ନା ବହୁତ ଭଲ ହେଇଥାଏ, ଆଉ ଟିକେ ପିତିଲି ଲାଗେନି। ଆଉ ସେଥିପାଇଁ ତେଲରେ ମେଥି ପତ୍ର ଦେଲେ ବହୁତ ଭଲ। ତାପରେ ଏଇଠି ଆମର ଯେଉଁ ହଳଦୀ ଲଙ୍କା ଗୁଣ୍ଡକୁ ଆମେ ମିଶାଇ ରଖିଛୁ ତାକୁ ଏଇଠି ଦେଇଦେବା। ଆଉ ତାକୁ ଦେଇଦେବା, ସେଥିରେ ପାଣି ବି ଦେଇଛେ। ଦେଇ ସାରିକି ଭଲ ଭାବରେ ୟାକୁ ଚଟୁ ସାହାଯ୍ୟରେ ଗୋଳେଇ ନେବା, ଚାରିଆଡ଼େ ଯେମିତି ମିଶିଯିବ। ଏଇ ଦେଖୁଥିବେ ଚାରିଆଡ଼େ ମିଶିଯାଇଛି। ଆଉ ୟାକୁ ଟିକେ ଆମେ ଫୁଟିବା ପାଇଁ କିଛି ସମୟ ବି ଛାଡ଼ିଦେବା। ୟାକୁ ଟିକେ ଭଲ ଭାବରେ ଆମ ଚଟୁରେ ଲାଗିଛି, ତାକୁ ଟିକେ ଭଲ ଭାବରେ କଢ଼ାରେ ସଫା କରିକି ତାକୁ ଆମେ ଭଲ ଭାବରେ ଗୋଳେଇ ଦେବା। ଆଉ ଟିକେ ଚୁଲିରେ ଟିକେ ଭଲ ଭାବରେ ଜାଳ ବି ଦେବା, କାରଣ ଏ ମସଲାଟା ଯେମିତି ଭଲ ଭାବରେ ଆମର ଫୁଟିଯିବ। ଏଇଠି ଟିକେ ଟିକେ ଦେଖୁଥିବେ ଫୁଟ ଆସୁଛି, ତ ଯେ ପୁରା ପୁରା ଭଲ ଭାବରେ ଫୁଟିବା ୟାକୁ ଦରକାର। ଆଉ ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ବି ଟିକେ ଦେଇଦେବା। ଆମେ ପିଆଜର ଲୁଣ ଦେଇଥିଲେ, ଆଉ ଯେଉଁ ମସଲା ଅଦା ରସୁଣ ସବୁ ଦେଇଛେ ସେଥିରେ ବି ଲୁଣ ଦେଇଦେବା ଟିକେ ଟିକେ, ଯେତିକି ଦରକାର ଲୁଣ। ତାପରେ ଏଇଠି ଯେଉଁ ସିଝା ଆଳୁ ଅଛି, ଏ ଆଳୁଟାକୁ ଭଲ ଭାବରେ ଚଉଟି ଦେବା। ଅଧାଠୁ ଅଳ୍ପ କି ଚଉଟିବା, ଆଉ କିଛି ଗୋଟା, କାରଣ ଚଉଟିକି ଦେଲେ ତରକାରୀଟା ମଣ୍ଡ ହେଇଥାଏ, ଖାଇବାକୁ ବହୁତ ଭଲ ଲାଗିଥାଏ। ସେ ଆଳୁଟା ଅଛି ଚଉଟିଦେବା। ଏଇଠି ଦେଖୁଛନ୍ତି ଭଲ ଭାବରେ ମସଲା ସବୁ ଭଲ ଭାବରେ ଫୁଟି ସାରିଛି। ଏଇଠି ଫୁଟୁଛି ମସଲା ସବୁ। ଆଉ ସେଇଥିରେ ଯେଉଁ ଆମର ସିଝା ଆଳୁ ଅଧା ଆମର ସେଠି ଅଧାରୁ ଟିକେ କମ୍ ଚଉଟା ହେଉଛି, ଆଉ ଅଧା ଆମର ଏଠି ଦେବା। ଏଇଠି ଦେଖନ୍ତୁ ଭଲ ଭାବରେ ୟାକୁ କଷି ନେବା ଆଳୁକୁ। ଏଇ କଷା ଆଳୁ ଭୁଜା ନା ସତରେ ବହୁତ ଭଲ ଲାଗେ। ଆପଣମାନେ ବି ଥରେ ଖାଇବେ ଏମିତି, ଏଇ ଯେଉଁ କଷା ହେଉଛି ଏଇଠୁ କାଢ଼ି ଆଣିବେ, କାଢ଼ି ଆଣିକି ଖାଇବେ। ସତରେ ୟାର ସ୍ୱାଦ ବହୁତ ଭଲ ଲାଗିଥାଏ, ୟାର ଗୋଟେ ସ୍ୱାଦ ଅଲଗା ରକମ। ମୋ ଝିଅ ସବୁବେଳେ ମୁଁ ଯେଉଁଥିରେ କଷେ ଏଇ ଆଳୁ ହିଁ ଖାଇବ ସିଏ। ଆଜି ସମସ୍ତଙ୍କ ପାଇଁ, ବହୁତ ଜଣଙ୍କ ପାଇଁ ବନା ହେଉଛି ତ। ଆଉ ତାପରେ ଏଇଠି ମୁଁ ସବୁ ଆଳୁ ଚଉଟା ହେଇକି ଅଛି ତାକୁ ବି ଦେଇଦେବି। ତାକୁ ଦେଇକି ଏମିତି ଭଲ ଭାବରେ ତାକୁ ଟିକେ ସମୟ କଷି ନେବା। ଆଉ ଜାଣିଛନ୍ତି ଆଜି ହେଉଛି ଲକ୍ଷ୍ମୀ ପୂଜା, ତ ଆଜି ମୋ ବାବା ଦାକୁ ଆସିଛି, ତ ସେଇଠି ରେସିପିଟା ବନଉଛି। ଆଉ ଆଜି ବହୁତ ଜଣ ଖାଇବେ ଏଇଠି, ତ ସେଇଥିପାଇଁ ରାତିରେ ଖାଇବା ପାଇଁ ଯେଉଁ ପିଲାମାନେ ଏଇଠି ଠାକୁର ଦେଖିବାକୁ ଆସିଛନ୍ତି, ତ ସେଇ ପିଲାମାନେ ରାତିରେ ଖାଇବେ, ଆଉ ଆମେମାନେ ବି ଖାଇବୁ। ତ ସେଇଥିପାଇଁ ଆଳୁଦମ ଭୁଜା। ତ ଆମ ଗାଁରେ, ଆମ ଭୋଗରେଇର ଆଳୁଦମ, ସବୁ ଘରେ ତ ଆଳୁଦମ, ଆମ ଭୋଗରେଇରେ ସବୁ ଘରେ ହିଁ ଆଳୁଦମ। ଆଳୁଦମ କଥା କହିଲେ ଜିଭରୁ ଲାଳ ଆସେ। ତ ସେଇଥିପାଇଁ ଆଉ ଆଳୁଦମ ବହୁତ ଭଲ, ମୋତେ ବି ହସ ଲାଗୁଛି, ମୋତେ ବହୁତ ଭଲ ବି ଲାଗୁଛି। କାରଣ ଆଳୁଦମ ଭୁଜା ସମସ୍ତଙ୍କ ମୁହଁରେ, ଆମ ଗାଁରେ, ଆମ ଭୋଗରେଇ ଗାଁରେ ସବୁବେଳେ ଆଳୁଦମ ଭୁଜା। ତ ସେଇଥିପାଇଁ ଏଇ ରେସିପିଟା ସ୍ପେଶାଲି ଆଳୁଦମ ଭୁଜାରେ ଖିଆ ହେବା ପାଇଁ। ଏଇଠି ଦେଖୁଥିବେ ଏଇଠି ଆଳୁଦମ ବନା ହେଉଛି। ଏଇଠି ଆଳୁଦମ ଆମର ମୁଁ ଭଲ ଭାବରେ ଏଠି କଷି ନେବି। ଆଉ ଆପଣମାନେ ବି ଏମିତି ବନେଇବେ, ଏ ତ ପିଲାମାନଙ୍କ ପାଇଁ ହେଉଛି, ଆମେ ବଡ଼ ମଣିଷମାନେ ବି ଖାଉ। ଆଉ ଆପଣମାନେ ବି ବନେଇବେ ଏମିତି। ତାପରେ ଆମର ଆଳୁ କଷା ସରିଯାଇଛି, ସେଥିରେ ଅଳ୍ପ କିନା ପାଣି ତ ଦିଆହେବ। ଏଠିରେ ଅଳ୍ପ ପାଣି ଦିଆହେବ, କାରଣ ଏ ଟିକେ ମସଲାରେ ଲାଗିବ। ତାପରେ ଆଉ ଟିକେ ପାଣି ଦିଆହେବ। ଏଠି ପାଣି ଦିଆଯାଇଛି, ଏଠି ଧରିବନି ଲାଗୁଛି। ତ ୟାକୁ ଟିକେ ବଡ଼ ସଜରେ ୟାକୁ ଆଉ ଟିକେ ଢାଳିବାକୁ ପଡ଼ିବ, କାରଣ କଢ଼ାରେ ୟାକୁ ଧରିବନି। ତ ୟାକୁ ପାଣି ଦେଇ ଖାଲି ଟିକେ ଏମିତି ନାଡ଼ି ଦିଆହେଲା। ତାପରେ ୟାକୁ ଗୋଟେ ଅଲଗା ଜାଗାକୁ ଢାଳିବା ଆଗରୁ ଯେଉଁ ମସଲା ଗୁଡ଼ା ଏଇଠି ଅଛି ଭଲ ଭାବରେ ଏଠି ମିକ୍ସ କରିଦେବା। ଯେଉଁ ଆମର ଆଳୁ ମସଲା ସବୁ ଅଛି, ସବୁ ଚଉଟା ଆଳୁ, ଫାଳ ଆଳୁ, ସବୁ ୟାକୁ ଏମିତି ଭଲ ଭାବରେ ମିଶାଇ ଦେବା। ଦେଖୁଥିବେ ୟାକୁ ଭଲ ଭାବରେ ମିଶାଇ ଦେବା। ଆଉ ଯଦି ମୁଁ କ୍ୟାମେରା ନେଇ ଯାଇଥାନ୍ତି ତ ଦେଖିଥାନ୍ତି ଏଇଠି ପୂଜାଟା ହେଉଛି। ଆପଣମାନେ ଆଉ କେବେ ଦେଖିବା ହେଲା। ତ ଆଜି ଏ ତରକାରୀ ଆମେ ଏଠି ବନେଇବା। ଆଉ ଏଇଠି ଦେଖିଛନ୍ତି ଗୋଟେ ବଡ଼ ସଜକୁ ଢାଳି ଦିଆଯାଇଛି।
ଦେଖୁଥିବେ ବଡ଼ ସଜାଟେ ଗାମଲା ସେଠି କଢ଼ାଟା ଆମର ଛୋଟିଆ ହେଉଥିଲା ପାଣି ତ କଢ଼ାର ଧରିବନି ସେଇ ଯୋଗୁଁ ଏଠି ଗାମଲା ବସା ହେଇଛି। ଆଉ ସେ ଗାମଲାରେ ଏଇ ତରକାରୀ ଢାଳି ଦିଆଯାଇଛି କାରଣ ଗାମଲାରେ ହେଲେ ଫୁଟିବାକୁ ସହଜ ହେବ। ଫୁଟିଲେ ତଳେ କଢ଼ାର ହେଲେ ଉଛୁଳା ହେଇଯିବ ତଳେ ପଡ଼ିଯିବ, ହେଲେ ଗାମଲାର ଆମର ପଡ଼ିବନି କି ଉଛୁଳା ହେବନି ତଳେ ପଡ଼ିବନି। ଆଉ ସେଇଥିପାଇଁ ଗାମଲାର ଏଇଠି ଆମର ଫୁଟ ଆସିଲାନି, ତରକାରୀ ପ୍ରାୟତଃ ହେଇ ଆସିଲାନି। ତାକୁ ଟିକେ ଚଟୁରେ ନାଡ଼ିଦେବା। ଆଉ ଏହାର ବାସ୍ନା ଗୋଟେ ବହୁତ ଭଲ ଆସୁଛି। ଇଚ୍ଛା ହେଉଛି ଏଇ ଛୁଆ ଗରମ ଗରମ ଆଳୁଦମ ଭୁଜା, ଗରମ ଗରମ ଆଳୁଦମ ଭୁଜା କହିଲେ କେମିତି ଲାଗିବ। ସେଇଥିପାଇଁ ନିଶ୍ଚିତ ଭାବରେ ଆପଣମାନେ ବନେଇବେ ଖାଇବେ। ଦୋକାନରେ ଆଳୁଦମ ଖାଲି ଲାଲ ଲାଲ ଲାଲ, କିନ୍ତୁ ଆମ ଘରେ ଆଳୁଦମ ସବୁଠୁ ଆମର ବଢ଼ିଆ, ଦେହ ପାଇଁ ବି ଭଲ। ଆଉ ଘରେ ତିଆରି ଆଳୁଦମ ବି ବହୁତ ଭଲ। ତ ନିଶ୍ଚିତ ଭାବରେ ଘରେ ବନେଇବେ ଖାଇବେ ଆଉ ମୋତେ କହିବେ କେମିତି ଲାଗୁଛି ଏଇଟା ଆମର ତରକାରୀ। ତ ଭଲ ଭାବରେ ଫୁଟି ସାରିଲାନି, ଗୋଟେ ପାଣି ରଖିବା କାରଣ ପିଲାମାନେ ଖାଇବେ, ତ ୟାକୁ ଭଲ ଭାବରେ ଟିକେ ପାଣି ରଖିବା। ତ ଏବେ ତରକାରୀ ଆମର ହେଇସାରିଲାନି, ତାକୁ ଟିକେ ଦେଖିବା ହେଇସାରିଲାନି ଆଉ ଟିକେ ଖାଲି ଫୁଟିବା ଦରକାର। ଏବେ ୟାକୁ ଫୁଟି ସାରିଲାନି ଓହ୍ଲେଇ ଆଣିବା କାରଣ ତରକାରୀ ଆମର ବହଳିଆ ହେଇଯିବ। ଆଳୁ ଚଉଟିକି ପଡ଼ିଛି, ଆଉ ଆଳୁଟା ଭଲ ଭାବରେ ପଡ଼ିଛି, ଆଳୁଟା ଚଉଟିକି ଦିଆହେଇଛି ତ ୟାକୁ ଟିକେ ବହଳିଆ ହେଇଯିବ କାରଣ ଫୁଟିଛି। ଆଉ ଏବେ ୟାକୁ ଓହ୍ଲେଇ ଆଣିବା, ଓହ୍ଲେଇ ଆଣିକି ଦେଖିବା ୟାକୁ କେତେ ପାଣି ଅଛି କି ନାହିଁ। ଏଇଠି ଦେଖନ୍ତୁ ତରକାରୀ ଆମର ସତରେ ବେଶୀ ପାଣିଆ ହେଇନି ଆଉ ବେଶୀ ବି ବହଳିଆ ହେବନି। ଦେଖୁଥିବେ ନିଶ୍ଚିତ ଭାବରେ ଖାଇବେ, କମେଣ୍ଟରେ କହିବେ। ରହୁଛି ବାଏ ବାଏ, ଆପଣମାନଙ୍କର ପ୍ରିୟର ଗୀତା।